ଖେଇକୁ ବିବାଦରୁ 3 ରଥ ନିର୍ମାଣ କାର୍ଯ୍ୟ ବନ୍ଦ। ଖେଇକୁ ନେଇ ବୁଧବାର 3 ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକ ସହ ଆଲୋଚନା ପରେ ପୁଣି ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣାମାନଙ୍କୁ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଟଳିଛି। 3 ଘଣ୍ଟା କାର୍ଯ୍ୟ ବନ୍ଦ ପରେ ଆଜି ପୁଣି ଥରେ 58 ଦିନରେ ଚଳଚଞ୍ଚଳ ହୋଇଛି ରଥଖଳା। ମହାରଣାମାନଙ୍କର 2ଟି ଦାବିକୁ ନେଇ ପ୍ରତିଶ୍ରୁତି ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଆଲୋଚନା ହୋଇ ନିଷ୍ପତ୍ତି ପରେ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା। ଦାବି ନ ମାନିଲେ ଆଗକୁ ମଧ୍ୟ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି 3 ରଥର ମୁଖ୍ୟ ମହାରଣା। ତେବେ 3 ରଥର ମୁଖ୍ୟ ମହାରଣାଙ୍କୁ ଗତ 15 ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ନୋଟିସକୁ ନେଇ ହୋଇଥିଲା ବିବାଦ। ନୋଟିସ ଅନୁଯାୟୀ 4 ଫୁଟ ଲମ୍ବ ଓ 3 ଫୁଟ ଗୋଲେଇରୁ ଉର୍ଦ୍ଧ୍ୱ ଗୋଟା ଓ ସାଇଜ କାଠ ମୁଖ୍ୟ ମହାରଣାମାନେ ପ୍ରଶାସନରୁ ଧାର୍ଯ୍ୟ ମୂଲ୍ୟ ବିନିମୟରେ ହସ୍ତାନ୍ତର କରିବେ ବୋଲି ଉଲ୍ଲେଖ ହୋଇଥିଲା। 4 ଫୁଟରୁ କମ୍ କାଠକୁ ଇଚ୍ଛା କଲେ ମହାରଣାମାନେ ପ୍ରାପ୍ୟ ହିସାବରେ ଗ୍ରହଣ କରିବେ କିମ୍ବା ମୂଲ୍ୟ ବିନିମୟରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଉପରୋକ୍ତ ମାପର କାଠ ନେବା ପୂର୍ବରୁ ତତ୍ତ୍ୱାବଧାରକ ଓ ଅମିନଙ୍କ ଅନୁମତି ନେବାକୁ ନୋଟିସରେ ଉଲ୍ଲେଖ ରହିଥିଲା। ତେବେ ଯେକୌଣସି ମାପର ଚିରଟ କାଠ ଖେଇ ବା ପ୍ରାପ୍ୟ ହିସାବରେ ନେବାକୁ ଜିଦ୍ ଧରିଥିଲେ 3 ରଥର ମୁଖ୍ୟ ମହାରଣା ସେବକ। ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ନିଆଯିବ ନିଷ୍ପତ୍ତି। 4 ଫୁଟ ଲମ୍ବ ଓ 3 ଫୁଟ ଗୋଲେଇ କାଠକୁ ନେବ ଶ୍ରୀମନ୍ଦିର ପ୍ରଶାସନ। ବଦଳରେ ମହାରଣାମାନେ ତାହାର ମୂଲ୍ୟ ନେଇପାରିବେ। ସ୍ୱତ୍ତ୍ୱଲିପି ଉଲ୍ଲଂଘନ ନେଇ ରଥଖଳାରୁ ଅଭିଯୋଗ ଆସିବା ପରେ ଏଭଳି ନୋଟିସ ଜାରି କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆସିବା ପରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ରଥ ନିର୍ମାଣ ତତ୍ତ୍ୱାବଧାରକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଶ୍ୱକର୍ମା ସେବକ। ସେ ତାଙ୍କ କାର୍ଯ୍ୟ ଠିକ୍ ଭାବରେ କରୁନଥିବା ଅଭିଯୋଗ ହୋଇଛି। ତାଙ୍କୁ ତାଙ୍କ କାର୍ଯ୍ୟରୁ ହଟାଇବା ପାଇଁ ମହାରଣାମାନେ ଦାବି କରିଛନ୍ତି। ଏହା ଉପରେ ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି କହିଛନ୍ତି। ଆଲୋଚନା ପରେ ପୁଣି ଥରେ ରଥ ନିର୍ମାଣ କାର୍ଯ୍ୟ ସ୍ୱାଭାବିକ ହୋଇଛି।